ମାର ଋଣ। ଗଣପତି ନଗରୀରେ ଶାନ୍ତାବାଈ ନାମକ ଜଣେ ବିଧବା ମହିଳା ଥିଲେ। ତାଙ୍କର ଦୁଇ ପୁଅଙ୍କର ବିବାହ ହେବା ପରେ ସେ ପାଳି କରି ଦୁଇଜଣଙ୍କ ଘରେ ରହୁଥାନ୍ତି। ବଡ଼ ପୁଅ ଧନୀ ଥିଲା, ସାନ କୌଣସି ମତେ ନିଜ ସଂସାର ଚଳାଉଥିଲା। ଏପରି ଅବସ୍ଥାରେ ଥରେ ଶାନ୍ତାବାଈ ଅସୁସ୍ଥ ହୋଇପଡ଼ିଲେ ଓ ଶେଷକୁ ମରିଗଲେ। ସେତେବେଳେ ସେ ତାଙ୍କ ସାନ ପୁଅ ଘରେ ଥିଲେ। ଏକଥା ଶୁଣି ବଡ଼ ପୁଅ ଓ ତାର ପରିବାର ଦେଖିବାକୁ ଆସିଲେ। ବଡ଼ ପୁଅ ରାମରାଜ ସାନ ସମ୍ରାଜକୁ କହିଲା, ଆରେ ସମ, ମାର ଋଣ ତୁ ପରିଶୋଧ କରିବୁ, କାରଣ ସେ ତାଙ୍କର ଶେଷ ଦିନଗୁଡ଼ିକ ତୋ ପାଖରେ ହିଁ ବିତାଇଲେ। ମୁଁ ବଡ଼ ପୁଅ, ତେଣୁ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ସମସ୍ତ ଖର୍ଚ୍ଚ ମୁଁ ଦେବି। ଏହି ଖବର ଶୁଣି ସେଠାକୁ ଆସିଥିବା ବନ୍ଧୁବାନ୍ଧବମାନେ କହିଲେ, ପୁଅ ହେବ ତ ଏପରି ହେବ। ରାମରାଜର ସ୍ୱଭାବ ତ ଶୁଦ୍ଧ ସୁବର୍ଣ୍ଣ। ରାମରାଜ କଥା ତ ଦେଇଦେଲା, ମାତ୍ର 11 ଦିନ ହେବାରୁ ଖର୍ଚ୍ଚର ତାଲିକା ଦେଖି ସେ ଆଗ ହଠାତ୍ ଡରିଗଲା। ଦୁଇ ଭାଇ ଅନ୍ତ୍ୟେଷ୍ଟିକ୍ରିୟା ଦିନ ପୁଷ୍କରିଣୀ କୂଳକୁ ଗଲେ, ସ୍ନାନ କଲେ, ମନ୍ତ୍ରପାଠ ହେଲା। ତାପରେ ରାମରାଜ ପିଣ୍ଡଦାନ କରି ଭକ୍ତିର ସହିତ ନମସ୍କାର କଲା। କିନ୍ତୁ ପିଣ୍ଡ ନେବାକୁ କାଉମାନେ ମୋଟେ ଆସିଲେ ନାହିଁ। ଏହା ଦେଖି ସମସ୍ତେ ଭାରି ଆଶ୍ଚର୍ଯ୍ୟ ହେଲେ। ବନ୍ଧୁବାନ୍ଧବମାନେ ଯେତେ ପ୍ରଲୋଭନ ଦେଖାଇଲେ ମଧ୍ୟ କାଉମାନେ ଆଦୌ ପାଖକୁ ଆସିଲେ ନାହିଁ ପିଣ୍ଡ ସ୍ୱୀକାର କରିବା ପାଇଁ। ସେମାନେ ପ୍ରାର୍ଥନା କଲେ, ତଥାପି ମଧ୍ୟ ସେମାନେ କେହି ବି ଆସିଲେ ନାହିଁ। ଏହାପରେ ରାମରାଜର ମାମୁଁ ସମସ୍ତଙ୍କୁ ମୌନ ରହିବା ପାଇଁ କହି ସେ ନିଜେ କହିଲେ, ତୁମ ବଡ଼ ପୁଅ ସବୁ ଖର୍ଚ୍ଚ କରିବାରୁ ଲୋକମାନେ ତାର ବହୁତ ପ୍ରଶଂସା କରୁଛନ୍ତି। ତୁମେ କ'ଣ ସାନ ପୁଅ ପାଇଁ ଦୁଃଖ କରୁଛ? ତାର ଖର୍ଚ୍ଚ କଥା ମୁଁ ସମସ୍ତଙ୍କୁ କହିବି। ଏବେ ତୁମେ ଆସି ପିଣ୍ଡ ସ୍ୱୀକାର କର। ଏଥର ସେ କାଉମାନେ ସମସ୍ତେ ଏକ ସଙ୍ଗରେ ଉଡ଼ି ଆସି ଖାଇବାକୁ ଲାଗିଲେ। ଏହା ଦେଖି ସେଠାରେ ଉପସ୍ଥିତ ବନ୍ଧୁବାନ୍ଧବଗଣ ଖୁବ୍ ଆଶ୍ଚର୍ଯ୍ୟ ହେଲେ। ସେତେବେଳେ ସେମାନଙ୍କ ମାମୁଁ କହିଲେ, ଜଣେ ମା ପାଇଁ ତାର ସମସ୍ତ ସନ୍ତାନ ସମାନ ହୋଇଥାନ୍ତି। ଯେତେବେଳେ ରାମରାଜ ଶ୍ରାଦ୍ଧର ସମସ୍ତ ଖର୍ଚ୍ଚ ବହନ କରିବ ବୋଲି କହିଲା, ସାନ ପୁଅ ସମ୍ରାଜ ତାର ମା ନାମରେ ଏକ ଅନାଥାଶ୍ରମକୁ ବହୁତ ଟଙ୍କା ଦେଇଛି ଓ ପ୍ରତିବର୍ଷ ମାର ଶ୍ରାଦ୍ଧରେ ଗରିବ ପିଲାଙ୍କୁ ମାର ନାମରେ ଦାନ ଦେବ। ତେଣୁ ତଦ୍ୱାରା ସେ ବି ମା ଋଣ ପରିଶୋଧ କରୁଛି। ଏକଥା ଶୁଣି ରାମରାଜ କହିଲା, ଶୁଣନ୍ତୁ, ମୁଁ ପ୍ରଥମେ ଖର୍ଚ୍ଚର ଆଧିକ୍ୟ ଦେଖି ଟିକିଏ ଡରି ଯାଇଥିଲି, କିନ୍ତୁ ମୋ ସାନ ଭାଇ ହାତ ଖାଲି କରି ଦୁଃଖୀ ଦରିଦ୍ରଙ୍କ ପାଇଁ ଟଙ୍କା ଦେଇଛି। କିନ୍ତୁ ଲୋକେ ମୋତେ ପ୍ରଶଂସା କରୁଛନ୍ତି। ସେ ନୀରବରେ ମା ପାଇଁ ସବୁ କରୁଛି।